बाबा ଆପଣଙ୍କର এই ସ୍ୱାଦୁ ଫଳ ଆହାର କରି बाबा ଆମେ ତିନି ଜଣ ଅତ୍ୟନ୍ତ ସୁଦାପୁଷ ସବୁ ମିଠାଇ ଖାଇଛୁ। हाँ बाबा କିନ୍ତୁ ମୋର କିଛି କଥା ଆପଣଙ୍କୁ କହିବାର ଅଛି। कुह बाबा कुह ତାହେଲେ ମୁଁ ଯାହା କହୁଛି ଶୁଣନ୍ତୁ। कुह बाबा ଅଗସ୍ତିଙ୍କୁ ଚାହେଁ ରଘୁନାଥ ଅଗସ୍ତିଙ୍କୁ ଚାହେଁ ରଘୁନାଥ विश्वामित्र अगस्तिଙ୍କୁ चाहे रघुनाथ ଅଯୋଧ୍ୟାରେ ଥିଲା ବେଳେ ଗୁରୁ ବିଶ୍ୱାମିତ୍ର ଆପଣଙ୍କ ବିଷୟରେ ମୋତେ ଅନେକ କିଛି କହିଛନ୍ତି। କହୁଥିବେ ଆପଣ କଣ କରିଛନ୍ତି ଜାଣନ୍ତି? କଣ କରିଛି? ଦକ୍ଷିଣକୁ ଗଲା ଦିନେ ସମୁଦ୍ର ଶଶୀ ପିବେନି ଭାଇ ବିନାଶିଲା ଦକ୍ଷିଣକୁ ଗଲା ଦିନେ ସମୁଦ୍ର ଶଶୀ बाबा ଆପଣ ଥରେ ଦକ୍ଷିଣ ଦିଗକୁ ଯାତ୍ରା କରି ଆତାପି ମାତାପିତୃ ଚୁଣ ଦାନବକୁ ଆପଣ ବିନାଶ ଆଉ ମଧ୍ୟ ସାତ ସମୁଦ୍ର ଜଳକୁ ଆପଣ ଗଣ୍ଡୁଷି ପାନ କରିଥିଲେ। এই কথা ଗୁରୁ ବିଶ୍ୱାମିତ୍ର ମୋତେ ସବୁ କିଛି କଥା କହୁଥିଲେ। ହେଲେ ନେତ୍ରପଥରେ କେବେ ଆପଣଙ୍କୁ ଦେଖିନଥିଲେ। 14 ବର୍ଷ ବନବାସ ଆସି ଆପଣଙ୍କ ଆଶ୍ରମକୁ ଆସି ଆପଣଙ୍କୁ ସାକ୍ଷାତ କରି ଆମେ ତିନି ଜଣ ଆଜି ଧନ୍ୟ ମନେ କରିଛୁ। ମୁଁ କହୁଛି ଶୁଣ ସେ ତୁମେ ଶୁଣା ହେ ମୁଁ ତୁମମାନଙ୍କୁ ଗୋଟେ ପଦାର୍ଥ ଦେବି। ଏକ ପଦାର୍ଥ ପୁରସ୍କାର ଦେବି? ହଁ। କି ପଦାର୍ଥ? ସେ ବୈଷ୍ଣବ ଧନୁରେ ଖେୟା ଚଳ ଧନୁର ନାମ ହେଉଛି ବୈଷ୍ଣବ ଧନ, ତୃଣୀର ନାମ ଅକ୍ଷୟ। ହେଲେ କହିପାରିବେ ଏ ଧନୁତ୍ରର କିଛି ନିୟମ ଅଛି? ଅଛି ବାବା, ଅଛି ଅଛି। ସେ ଧନୁ ଧରିଏ ବାବା ଏ ଅସୁରଙ୍କୁ ଦଳ, ଏ ଅସୁରଙ୍କୁ ଦଳ ଭଜକୁ ଶାସ ହୋଇ ମାରୁଷି କୂଳ, ହୋଇ ମାରୁଷି
ଅଛି ରାମଚନ୍ଦ୍ର ଏ ଧନୁକୁ ଧରି ରାକ୍ଷସୀ ମାନଙ୍କୁ ବିନାଶ କରେ ଏ ଋଷି ପରା ଉଦ୍ଧାର ପାଇବ। ଆଚ୍ଛା ଆଉ କଣ କିଛି ଅଛି? ଅଛି ସେ ବିପଦ ପଡ଼ିଲେ ସେ ଧନୁକୁ ସୁମାରିବ ଛୋଟ ଛୋଟ ଯିବ ଏ ଧନୁରେ ନ ମାରିବ। ବାବା ବୁଝିପାରିଲୁ? ଏ ବନସ୍ଥ ମଧ୍ୟରେ ବିପଦ ପଡ଼ିଲେ ଏ ଧନୁକୁ ତୁ ସ୍ମରଣ କରିବୁ ତାପରେ କିନ୍ତୁ ଛୋଟ ଜୀବ କେବେ ବିନାଶ କରିବୁ ନାହିଁ ବାବା। ଏ କଣ ସତ୍ୟ କଥା? ହଁ ବାବା ସେହା କହି ଶ୍ରୀରାମକୁ ଧନୁ ସମର୍ପିଲେ ରାମ ଚରଣ ଧ୍ୟାଇ ସଦା ଶିବ ମୋରେ ବୈଷ୍ଣବ ଧନୁ ଅକ୍ଷୟତ୍ରଣ এই বৈষ্ণবত্র অক্ষেত্রণ তুমি ବି ଯତ୍ର ଭାବରେ ସାଇତି ରଖ ଦିଅନ୍ତୁ ଭାଇ। ବୁଝିବାର ମୋର କିଛି କଥା ଆପଣଙ୍କ ଠାରୁ ବୁଝିବାର ଅଛି। ଓହ ବାବା ମୁଁ ନିଶ୍ଚୟ କହିବି। ପିତୃସତ୍ତ୍ୱ ପାଳନ କରି ଆମେ 3 ଜଣ 14 ବର୍ଷ ବନବାସ ଆସିଛୁ। ହଁ ବାବା ହେଲେ କେଉଁ ଅରଣ୍ୟରେ ରହିଲେ ଖୁବ ଭଲ ହେବ ସେଇ କଥା ମୁଁ ଆପଣଙ୍କ ଠାରୁ ବୁଝିବାକୁ ଚାହେଁ। ସମସ୍ତେ କହିବି ବାବା ସମସ୍ତେ କହିବି। କେଉଁ ବନେ ସ୍ୱାଦୁ ଫଳ ମିଳିବ ଗୋ ସାଇ କଷା ଫଳ ଖାଇବାକୁ ସୀତା ମଙ୍ଗୁନା ଆମେ 3 ଜଣ ଅନେକ ବରସ୍ତ ଭ୍ରମଣ କରିଛୁ ଅନେକ କୁଶାପିତା ଫଳ ଭକ୍ଷଣ ମଧ୍ୟ କରିଛୁ କିନ୍ତୁ ଆପଣ ମୋତେ ଏପରି ସୁନ୍ଦର ଅରଣ୍ୟ ବତାଇ ଦିଅନ୍ତୁ କେଉଁ ଅରଣ୍ୟରେ ରହିଲେ ସ୍ୱାଦୁ ଫଳ ଆଉ ସୁନିର୍ମଳ ଜଳ ମିଳିବ। ସମସ୍ତେ କହିବି ବାବା ସମସ୍ତେ କହିବି। ବୁଝିବାର ଏହିପରି ସୁସ୍ଥ ସ୍ଥାନ ଖୋଜୁଅଛି ମୋହି बोले सदा शिव मुनि दियंतु बताई मुनि दियंतु बताई ବାବା ଆପଣ ଆମକୁ ଏପରି ଅରଣ୍ୟ ବତାଇ ଦିଅନ୍ତୁ ଯେଉଁ ଅରଣ୍ୟରେ ରହିଲେ ସୁସ୍ୱାଦୁ ଫଳ ସୁନିର୍ମଳ ଜଳ ଏସବୁ ଆମକୁ ପାଇବାକୁ ହେବ। ସମସ୍ତେ କହିବି ବାବା। ତାହେଲେ ପ୍ରକାଶ କରନ୍ତୁ। ବଲନ୍ତି ପଞ୍ଚବଟୀ ସେ ଆଗତି ବଲନ୍ତି ପଞ୍ଚବଟୀ ରାମ ବନସ୍ଥ ହଉଛି ସୁନ୍ଦର ସ୍ଥାନ। ତାପରେ ସେଇ ସ୍ଥାନରେ ରହିଲେ ଭଲ ହେବ ବାବା।